ପିଲାମାନେ ତୁମର କ୍ଲାସ୍ 8ର ନୂଆ ବହି ଆସିଯାଇଛି। ନୂଆ ଇଂଲିଶ ବହିର ନାମ ହେଉଛି କ'ଣ? ଜସ୍ମିନ୍। ହେଲା, ଜସ୍ମିନ୍। ତାହେଲେ ଏଇ ଜସ୍ମିନ୍ ଇଂଲିଶ ବହିର ଆଜି ଆମେ ପଢ଼ିବା ୟୁନିଟ୍ 1ର ଫାଷ୍ଟ ବିଷୟ। ତୁମର ୟୁନିଟ୍ 1 କ'ଣ ଦେଇଛି? ୱିଟ୍ ଆଣ୍ଡ ୱାଇଜଡମ୍। ତ ତାର ଆମେ ଫାଷ୍ଟ ଯେଉଁ ବିଷୟ ଅଛି ଦ ୱିଟ୍ ଦ୍ୟାଟ୍ ଓନ୍ ହାର୍ଟସ୍, ଏ ବିଷୟରେ ଆମେ ଆଜି ପଢ଼ିବା। ୟୁନିଟ୍ 1ରେ କ'ଣ ଅଛି? ୱିଟ୍ ଆଣ୍ଡ ୱାଇଜଡମ୍। 2ରେ ଭ୍ୟାଲୁଜ୍ ଆଣ୍ଡ ଡିସ୍ପୋଜିସନ୍ସ। 3ରେ ମିଷ୍ଟ୍ରି ଆଣ୍ଡ ମ୍ୟାଜିକ୍। ଏନଭାରମେଣ୍ଟ, ସାଇନ୍ସ ଆଣ୍ଡ କ୍ରିଓସିଟି। ତାହେଲେ ଆଜି ଆମେ ପଢ଼ିବା ତୁମର ୟୁନିଟ୍ 1ର ୱିଟ୍ ଆଣ୍ଡ ୱାଇଜଡମ୍ର ଫାଷ୍ଟ ବିଷୟ ଦ ୱିଟ୍ ଦ୍ୟାଟ୍ ଓନ୍ ହାର୍ଟସ୍। ୟୁନିଟ୍ 1 ୱିଟ୍ ଆଣ୍ଡ ୱାଇଜଡମ୍। ତାହେଲେ ୱିଟ୍ର ମାନେ କ'ଣ? ୱିଟ୍ର ମାନେ ହେଉଛି ତୀକ୍ଷ୍ଣ ବୁଦ୍ଧି। କ'ଣ? ତୀକ୍ଷ୍ଣ ବୁଦ୍ଧି। ହେଲା, ଆଉ କ'ଣ କହିପାରିବା? ବିଦୂଷକ। ଆଉ କ'ଣ କହିପାରିବା? ଚାତୁର୍ଯ୍ୟ। ୱାଇଜଡମ୍ କହିଲେ କ'ଣ? ଜ୍ଞାନ, ଅଭିଜ୍ଞତା। ବା ପ୍ରଜ୍ଞା। ତୀକ୍ଷ୍ଣ ବୁଦ୍ଧି ଏବଂ ଜ୍ଞାନ। ୟୁନିଟ୍ 1ର ଫାଷ୍ଟ ବିଷୟ ହେଲା ଦ ୱିଟ୍ ଦ୍ୟାଟ୍ ଓନ୍ ହାର୍ଟସ୍। ଦ ୱିଟ୍ ଦ୍ୟାଟ୍ ଓନ୍ ହାର୍ଟସ୍ କହିଲେ କ'ଣ? ଯେ ହୃଦୟ ଜିତିଥିବା ତୀକ୍ଷ୍ଣ ବୁଦ୍ଧି। କ'ଣ? ହୃଦୟ ଜିତିଥିବା ତୀକ୍ଷ୍ଣ ବୁଦ୍ଧି। ଲେଟ୍ ଅସ୍ ଡୁ ଦିସ୍ ଆକ୍ଟିଭିଟିଜ୍ ବିଫୋର୍ ୱି ରିଡ୍। ତାହେଲେ ବର୍ତ୍ତମାନ କହିଲେ କ'ଣ? ଲେଟ୍ ଅସ୍ ଡୁ ଦିସ୍ ଆକ୍ଟିଭିଟିଜ୍ ବିଫୋର୍ ୱି ରିଡ୍। ତାହେଲେ କ'ଣ କହିଛି ପଢ଼ିବା? ରିଡ୍ ଦ ସର୍ଟ ଷ୍ଟୋରି ଗିଭେନ୍ ବିଲୋ। ଗୋଟେ ଛୋଟ ଷ୍ଟୋରି ତୁମକୁ ଦିଆଯାଇଛି। ଏଇ ଛୋଟ ଷ୍ଟୋରିକୁ ଆଗ ପଢ଼ିବା, ତାପରେ ଦ ୱିଟ୍ ଦ୍ୟାଟ୍ ଓନ୍ ହାର୍ଟସ୍ ଏ ବିଷୟରେ ଆମେ ପଢ଼ିବା। ଏଠି କ'ଣ କହିଲା ଦେଖିବା? ୱାନ୍ସ ଶିବ ଆଣ୍ଡ ପାର୍ବତୀ ହେଲ୍ଡ ଏ କମ୍ପିଟିସନ୍ ବିଟୱିନ୍ ଦେୟାର ସନ୍ ଗଣେଶ ଆଣ୍ଡ କାର୍ତ୍ତିକେୟ। ତାହେଲେ ଏକଦିନ କ'ଣ ହେଇଛି? ଶିବ ଏବଂ ପାର୍ବତୀ ହେଲ୍ଡ ଏ କମ୍ପିଟିସନ୍। ଶିବ ଏବଂ ପାର୍ବତୀ ତାଙ୍କର ଦୁଇ ପୁଅ କିଏ? ଗଣେଶ ଏବଂ କାର୍ତ୍ତିକେୟଙ୍କ ମଧ୍ୟରେ ଏକ କ'ଣ କଲେ? କମ୍ପିଟିସନ୍, ପ୍ରତିଯୋଗିତା କଲେ। ହେଲା, କମ୍ପିଟିସନ୍ କହିଲେ କ'ଣ? ପ୍ରତିଯୋଗିତା କଲେ। ହେଲା, ତାପରେ କ'ଣ ହେଲା? ଦେ ୱେଆର୍ ଗିଭେନ୍ ଦ ଚ୍ୟାଲେଞ୍ଜ ଟୁ ମୁଭ୍ ଆରାଉଣ୍ଡ ଦ ୱାର୍ଲଡ 3 times। ଆଉ ସେମାନେ କ'ଣ କଲେ? ଯେ ଯେଉଁ କମ୍ପିଟିସନ୍ଟି କଲେ ସେଇ କମ୍ପିଟିସନ୍ ସେମାନଙ୍କୁ ଚ୍ୟାଲେଞ୍ଜ କଲେ। କ'ଣ ଚ୍ୟାଲେଞ୍ଜ କଲେ? ମୁଭ୍ ଆରାଉଣ୍ଡ ଦ ୱାର୍ଲଡ 3 times। ଦ ୱାନ୍ ହୁ ୱିନ୍ସ ଉଡ୍ ରିସିଭ୍ ଦ ଫ୍ରୁଟ୍ ଅଫ୍ ୱାଇଜଡମ୍। ତାହେଲେ ସେ କ'ଣ କଲେ? ଯେ ଯେଉଁ ଗଣେଶ ଆଉ କାର୍ତ୍ତିକେୟ କିଏ? ଶିବ ଏବଂ ପାର୍ବତୀ
ଦୁଇ ଜଣ କ'ଣ କଲେ ଯେ ଗୋଟେ ପ୍ରତିଯୋଗିତା କଲେ। ସେ ପ୍ରତିଯୋଗିତାରେ ସେମାନେ କ'ଣ କହିଲେ, ଚ୍ୟାଲେଞ୍ଜ ଦେଲେ ସେମାନେ କ'ଣ, ଯେ ପୃଥିବୀକୁ 3 ଥର ପରିକ୍ରମା କରିବାକୁ କୁହାଗଲା। ପୃଥିବୀକୁ କିଏ 3 ଥର ବୁଲି ପାରିବ, ଯିଏ ଜିତିଯିବ, ଦ ୱାନ୍ ହୁ ୱିନ୍ସ, ସେଇ ଦୁଇ ଜଣଙ୍କର ଭିତରୁ, ତୁମ ଦୁଇ ଜଣଙ୍କର ଭିତରୁ ଯିଏ ଜିତିଯିବ ହେଲା, ସେ କ'ଣ କରିପାରିବ, ବୁଦ୍ଧିର ଫଳ ପାଇବ। ଉଡ୍ ରିସିଭ୍ ଦ ଫ୍ରୁଟ୍ ଅଫ୍ ୱାଇଜଡମ୍, ବୁଦ୍ଧିର ଫଳ ସେ ପାଇବ। ଏଇ କଥା କହିଲେ। କାର୍ତ୍ତିକେୟ ୱିଥ୍ ହିଜ୍ ପିକକ୍ ମାଉଣ୍ଟ କ୍ୱିକଲି ସେଟ୍ ଅଫ୍, ଗଣେଶ ଅନ୍ ହିଜ୍ ମାଉସ୍ realized he could not compete with the କାର୍ତ୍ତିକେୟ ସ୍ପିଡ୍। ତାହେଲେ କାର୍ତ୍ତିକର ଗୋଟେ କ'ଣ ଥିଲା, ପିକକ୍ ଥିଲା, ମୟୂର ଥିଲା, ଆଉ ଗଣେଶର ଗୋଟେ କ'ଣ, ମୂଷା ଥିଲା। ତାହେଲେ ତୁମେ ଜାଣିଥିବ, ଶୁଣିଥିବ ଯେ କାର୍ତ୍ତିକର ବାହନ ହେଉଛି ମୟୂର ଏବଂ ଗଣେଶର ବାହନ ହେଉଛି ମୂଷା। ତ କ'ଣ କଲେ ଏଠି, କାର୍ତ୍ତିକ କ'ଣ କଲା, ସେ ସେଟ୍ ଅଫ୍ ମୟୂର ଉପରେ ଖୁବ୍ ଶୀଘ୍ର ସେ ବସି ପଡ଼ିଲା। ସେ ମୟୂରରେ ବସିକି ସେ ତାର ଶୀଘ୍ର ଯାତ୍ରା ଆରମ୍ଭ କଲା। ଆଉ ଗଣେଶ କ'ଣ କଲା, ଯେ ସିଏ ତାର ମୂଷା ଉପରେ ସିଏ ବସି ପଡ଼ିଲା। ଆଉ ସିଏ ରିଏଲାଇଜ୍ କଲା ଯେ ହି କୁଡ୍ ନଟ୍ କମ୍ପିଟ୍ ୱିଥ୍ କାର୍ତ୍ତିକେୟ ସ୍ପିଡ୍। ଯେହେତୁ ସେ ମୟୂର ଉପରେ ବସିକି ଯିବ, ତାହେଲେ ସିଏ ଗଣେଶ ମୂଷା ଉପରେ ବସିକି ଯିବ, ତ ସେଥିପାଇଁ ସେ ଜାଣିଥିଲା ଯେ ଆଗରୁ ସେ ଆଉ ତା ସହିତ କମ୍ପିଟ୍ କରିପାରିବ ନାହିଁ। ଇନଷ୍ଟେଡ୍ ହି ମୁଭ୍ଡ ଆରାଉଣ୍ଡ ହିଜ୍ ପ୍ୟାରେଣ୍ଟସ୍ ଶିବ ଆଣ୍ଡ ପାର୍ବତୀ 3 times। ଯେହେତୁ ସେ କାର୍ତ୍ତିକ ସହିତ କମ୍ପିଟିଟିଭ୍ କରିପାରିବ ନାହିଁ, ସେ ମୟୂର ବସିକି ଉଡ଼ିକି ସେ ବୁଲିଦେବ, ସେଥିପାଇଁ ଗଣେଶ କ'ଣ କଲା, ଯେ ତାର ଯେଉଁ ପିତାମାତା ଶିବ ଆଉ ପାର୍ବତୀ ତା ଏରାଉଣ୍ଡ ଚତୁଃପାର୍ଶ୍ୱରେ ମୁଭ୍ଡ କ'ଣ କଲା, ସେ ଗତି କରିଦେଲା। ଶିବ ଆଉ ପାର୍ବତୀ ଚତୁଃପାର୍ଶ୍ୱରେ ସେ 3 ଟାଇମ୍ ବୁଲିଦେଲା। ହି ଟୁକ୍ ଫର୍ ଦେମ୍ ଆଜ୍ ହିଜ୍ ଏଣ୍ଟାୟାର ୱାର୍ଲ୍ଡ। ତାପରେ ସେ ତିନି ଥର ବୁଲିଦେଲା। ଆଉ ସେ କ'ଣ ଭାବିଲା, ଯେ ଏଇ ଯେଉଁ ତାର ପିତାମାତା ଚତୁଃପାର୍ଶ୍ୱରେ ସେ 3 ଥର ବୁଲିଲା, ତାହା ହିଁ ତାର ସମଗ୍ର ଜଗତ ବୋଲିକି ସେ ଧରିନେଲା ହେଲା। ହି ଟୁକ୍ ଫର୍ ଦେମ୍ ଆଜ୍ ହିଜ୍ ଏଣ୍ଟାୟାର ୱାର୍ଲ୍ଡ, ପ୍ଲେଜ୍ଡ ୱିଥ୍ ହିଜ୍ ଡିଭୋସନ୍ସ ଆଣ୍ଡ ୱାଇଜଡମ୍ ଶିବ ଆଣ୍ଡ ପାର୍ବତୀ ଗେଭ୍ ହିମ୍ ଦ ଡିଭାଇନ୍ ଫ୍ରୁଟ୍ସ। ତାପରେ ସେମାନେ କ'ଣ ହେଲା, ତାଙ୍କର ଯେଉଁ ଭକ୍ତି, ଡିଭୋସନ୍ କହିଲେ କ'ଣ, ଭକ୍ତି, ନୋଟ୍ କରୁଥାଉ ହେଲା। ଡିଭୋସନ୍ କହିଲେ ଭକ୍ତି, ଓ ବୁଦ୍ଧିରେ ଖୁସି ହେଇକି, ଆଉ ତାର ୱାଇଜଡମ୍ ବୁଦ୍ଧିରେ ପ୍ଲେଜ୍ଡ ହେଇଗଲେ। ପ୍ଲେଜ୍ଡ କହିଲେ କ'ଣ, ଖୁସି ହୋଇକି ଶିବ ଏବଂ ପାର୍ବତୀ ତାକୁ କ'ଣ ଦେଇଦେଲେ, ଡିଭାଇନ୍ ଫ୍ରୁଟ୍ସ ଦେଇଦେଲେ। ନାଉ ଡିସ୍କସ୍ ଦ ରିଜନ୍ ହ୍ୱାଇ ଗଣେଶ ୱାଜ୍ ଗିଭେନ୍ ଦ ଫ୍ରୁଟ୍ ଅଫ୍ ୱାଇଜଡମ୍। ତାହେଲେ ସେ ଏଠି କହୁଛି କ'ଣ, ଯେ ବର୍ତ୍ତମାନ ତୁମେମାନେ ଡିସ୍କସ୍ କର ଯେ କାହିଁକି ଗଣେଶକୁ ସେଇ ୱାଇଜଡମ୍ ଫ୍ରୁଟ୍ ଦିଆଗଲା। ତାହେଲେ ଦେଖିବା ଏଠି କ'ଣ କହିଲା, ୱାର୍କ ଇନ୍ ପେୟାର୍ସ ଆଣ୍ଡ ଆନ୍ସର୍ ଦ ରାଇଡଲ୍ସ ଦ୍ୟାଟ୍ ଆର୍ ଗିଭେନ୍ ବିଲୋ, ସେୟାର ଦ ଆନ୍ସର୍ ୱିଥ୍ ୟୋର୍ କ୍ଲାସମେଟ୍ ଆଣ୍ଡ ଟିଚର। ତାହେଲେ ଏଇଠି ତୁମକୁ କିଛି ରାଇଡଲ୍ ଦିଆଯାଇଛି ହେଲା। ରାଇଡଲ୍ସ କହିଲେ କ'ଣ, ଢଗ ଦିଆଯାଇଛି। ସେୟାର ଦ ଆନ୍ସର୍ ୱିଥ୍ ୟୋର୍ କ୍ଲାସମେଟ୍ ଆଣ୍ଡ ଟିଚର। ତାହେଲେ ଏଇ ଯେଉଁ 4ଟି ଢଗ ଅଛି, 4ଟି ଢଗ କ'ଣ, ଆଉ ଏହାର ଆନ୍ସର୍ ତୁମର ସେୟାର କର କ୍ଲାସମେଟ୍ ସହିତ ଏବଂ ଶିକ୍ଷକଙ୍କ ସହିତ ବୋଲିକି କହୁଛି ହେଲା। ଦେଖିବା ଏଠି କ'ଣ ଢଗ ଦେଇଛି, ଯେ I can be a friend or a foe depending on how you use me।
I can bring both joy or pain. What am I? ସେ କହିଲା କ'ଣ, ମୁଁ ତୁମର ବ୍ୟବହାରର ଉପରେ ନିର୍ଭର କରି, ହେଲା, ଆଇ କ୍ୟାନ୍ ବି ଏ ଫ୍ରେଣ୍ଡ ଅର୍ ଏ ଫଏ ଡିପେଣ୍ଡିଂ। ସେ କହୁଛି କ'ଣ, ଯେ ମୁଁ ତୁମର ବ୍ୟବହାର ଉପରେ ନିର୍ଭର କରି ମିତ୍ର କିମ୍ବା ଶତ୍ରୁ ହୋଇପାରିବି। ମୁଁ ଖୁସି କିମ୍ବା ଦୁଃଖ ଆଣିପାରିବି। ମୁଁ କିଏ? ଦେଖ ଏଇ ଢଗର ଓଡ଼ିଆଟା କ'ଣ ଏଠି ଲେଖିଦେଉଛି ଯେ ସେ ଫାର୍ଷ୍ଟ ରାଇଡେଲ୍ କ'ଣ କହିଲା, ମୁଁ ତୁମର ବ୍ୟବହାର ଉପରେ ନିର୍ଭର କରି, ହେଲା, ମିତ୍ର କିମ୍ବା ଶତ୍ରୁ ହୋଇପାରିବି। ମୁଁ ଖୁସି କିମ୍ବା ଦୁଃଖ ଆଣିପାରିବି। ମୁଁ କିଏ? ତାହେଲେ ମୁଁ କିଏ? କ'ଣ, ଦ ମୋର୍ ଅଫ୍ ମି ୟୁ ଟେକ୍, ଦ ମୋର୍ ୟୁ ଲିଭ୍ ବିହାଇଣ୍ଡ। ହ୍ୱାଟ୍ ଆମ୍ ଆଇ? ତାହେଲେ ଏଇଠି ତୁମ ଦ୍ୱିତୀୟ ରାଇଡରରେ କ'ଣ କହିଲା, ଯେ ତୁମେ ଯେତେ ଅଧିକ ନେବ, ସେତେ ଅଧିକ ଛାଡ଼ିଯିବ। ତାହେଲେ ମୁଁ କିଏ? ଏଇଟା ହେଲା ତୁମର ଦ୍ୱିତୀୟ ରାଇଡର। ଥାର୍ଡ଼ରେ କ'ଣ କହିଲା, ଯେ I can be measured but I cannot be touched. I can be spent but I can not be saved. What am I? ତାହେଲେ ଏଇଠି କ'ଣ କହିଲା, ତେ ମପା ଯାଇପାରେ, ହେଲା, ମୋତେ ମପା ଯାଇପାରେ କିନ୍ତୁ ଛୁଇଁ ପାରିବେନି। ମୋତେ ବ୍ୟୟ କରାଯାଇପାରେ କିନ୍ତୁ ସଞ୍ଚୟ କରିପାରିବେନି। ମୁଁ କିଏ? ତାହେଲେ ଆଉ ଗୋଟେ ସେ କହିଲା କ'ଣ, ୟୁ ସି ମି ଇନ୍ ଦ ୱାଟର ବଟ୍ ଆଇ ନେଭର ଗେଟ୍ ୱିଟ୍। ହ୍ୱାଟ୍ ଆମ୍ ଆଇ? ତାର 4 ନମ୍ବର ରାଇଡର ସେ କହିଲା କ'ଣ, ତୁମେ ମୋତେ ପାଣିରେ ଦେଖିପାରିବ କିନ୍ତୁ ମୁଁ କେବେ ଭିଜେନି। ହେଲା, ମୁଁ କିଏ? ତାହେଲେ ଏଇ ଯେଉଁ 4ଟି ରାଇଡେଲ୍, ଏଇ 4ଟି ରାଇଡେଲ୍ର ଆନ୍ସର ଆମେ କହିଛି କ'ଣ, ଯେ ୟୁ ୱିଲ୍ ଫାଇଣ୍ଡ ଦ ଆନ୍ସର୍ସ ଅଫ୍ ଦି ରାଇଡେଲ୍ସ ଅନ୍ ପେଜ୍ 16। ତାହେଲେ ପେଜ୍ 16 ନମ୍ବରରେ ତୁମର ଏଇ ରାଇଡେଲ୍ର ଆନ୍ସର ଦେଇଛି। ତ ଆମ ପ୍ରଥମଟା ଆମର କ'ଣ ହେବ, ଇଏ ହେବ ୱାର୍ଡ଼ସ୍। ପ୍ରଥମ ରାଇଡେଲ୍ର ଆନ୍ସର ହେଉଛି ୱାର୍ଡ଼ସ୍। ପ୍ରଥମ ତୁମର ରାଇଡେଲ୍ର ଆନ୍ସର ହେଉଛି କ'ଣ, ୱାର୍ଡ଼ସ୍। ଦ୍ୱିତୀୟ ରାଇଡେଲ୍ର ଆନ୍ସର ହେଉଛି ଫୁଟ୍ ଷ୍ଟେପ୍। ତୃତୀୟ ରାଇଡେଲ୍ର ଆନ୍ସର ହେଉଛି ଟାଇମ୍, ହେଲା। ଚତୁର୍ଥ ରାଇଡେଲ୍ର ଆନ୍ସର ହେଉଛି ରିଫ୍ଲେକ୍ସନ୍ ବା ସେଡୋ, ଯେଉଁଟାକି ଆମେ କହିଥାଉ ଓଡ଼ିଆରେ ଛାଇ। ଏଇଟା ଫୁଟ୍ ଷ୍ଟେପ୍ଟା ହେଉଛି କ'ଣ, ପାଦ ଚିହ୍ନ। ଟାଇମ୍ ହେଉଛି ସମୟ। ଏଇ ୱାର୍ଡ଼ ହେଉଛି ଶବ୍ଦ। ଏଇ 4ଟି ରାଇଡେଲ୍ର 4ଟି ଉତ୍ତର। ତାହେଲେ ଏଠି କ'ଣ କହିଲା, ଡିସ୍କସ୍ ଇନ୍ ପେୟର୍ସ।
Why are qualities like humor and wit importance in a person's? ଦୁଇରେ why do you think kings and queens prefer to have witty people among their countries? ତ ପ୍ରଥମଟା କ'ଣ କହିଲା why are qualities like humor and wit important in person? ତାହେଲେ ହାସ୍ୟ ହେଲା ହାସ୍ୟ ଓ ବୁଦ୍ଧି ପରି ଗୁଣ ଏକ ଲୋକଙ୍କ ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ? ହୁମର ହେଉଛି ଆମେ କ'ଣ କହିପାରିବା ଯେଉଁଟାକି କହିପାରିବା ଗୁଣ ୱିଟ୍ ବୁଦ୍ଧି। 2 ନମ୍ବର କ୍ୱେଶ୍ଚନ କ'ଣ କହିଲା why do you think kings and queen prefer to have witty people among their countries? ତାହେଲେ courtiers କହିଲେ କ'ଣ ଯେ ଦରବାର ହେଲା। ତାହେଲେ ରାଜା ରାଣୀ ମାନେ କାହିଁକି ବୁଦ୍ଧିମାନ ବ୍ୟକ୍ତିମାନଙ୍କୁ ତାଙ୍କ ଦରବାରରେ ରଖିବାକୁ ଚାହୁଁଥିଲେ? If you were asked to solve a disagreement between two people, what approach would you take? ତାପରେ ସେ କ'ଣ ଯଦି ତୁମକୁ ଦୁଇ ଜଣଙ୍କ ମଧ୍ୟରେ ବିବାଦ ସମାଧାନ କରିବାକୁ କୁହାଯାଏ ତୁମେ କ'ଣ କରିବ? Have you ever been in a situation where a small misunderstanding led to a big problem? How was it resolved? जो कौनसी सिचुएशन तुमर घटीला ता किपरि तुमे समाधान करथिलो? ताले एई गुडाक तुमे डिस्कस करिवो तुम फ्रेंड मानको सहित। टॉपिक ऊपर को जीवा ए विषय रे कोन अछि जे हमर जो विट एंड वाइजडम केमिति गोटे तीक्ष्ण बुद्धिमान बहुत सारा हृदय को जीति पारछि ताहा हमें देखिबा। एठी देखो कोन देछि The Vijayanagar Empire was renowned for its glory, wealth, and cultural achievement. Among its many illustrious rulers, King Krishnadeva Roy ruled 1509 to 29th century, stood out as a wise and powerful monarch. His reign is often referred to as the golden era of the Vijayanagar Empire, a time when art, literature, and architecture flourished, a great pattern of learning. Krishnadeva Roy was not only an eminent warrior but also a gifted poet. His works such as the epic Amukta Malyada and the Sanskrit drama Jambavati Parinayam are acclaimed even today. ହେଲା ଦେଖିବା ସେ ଓଡ଼ିଆଟା ବର୍ତ୍ତମାନ ପଢ଼ିବା। ସେ କ'ଣ କହିଲା ଯେ ଦ ବିଜୟନଗର ଏମ୍ପରର ୱାଜ୍ ରିନୋଡେଡ୍। ତାହେଲେ ରିନୋଡେଡ୍ କହିଲେ କ'ଣ ଏଇ ଦେଖ ତୁମକୁ ସାଇଟ୍ରେ ମଧ୍ୟ ତୁମର ହାର୍ଡ଼ ୱାର୍ଡ଼ ଗୁଡ଼ାକର ମିନିଂ ଦେଇଛି ହେଲା। ରିନୋଡ୍ କହିଲେ କ'ଣ ଯେ ୱେଲ୍ ନୋନ୍ କହିଲେ ଭଲ ଭାବରେ ଜଣାଶୁଣା ହେଲା। ପ୍ରସିଦ୍ଧି ଲାଭ କ'ଣ ପ୍ରସିଦ୍ଧି ଲାଭ କରିଥିବ ବା ପ୍ରସିଦ୍ଧ ହେଲା ପ୍ରସିଦ୍ଧ ହେଉଛି ରିନୋଡ୍। ତାହେଲେ କ'ଣ ପାଇଁ ରିନୋଡ୍ ଥିଲେ କ'ଣ ପାଇଁ ପ୍ରସିଦ୍ଧ ଥିଲେ? ଫର୍ ଇଟ୍ସ ଗ୍ଲୋରି ୱେଲ୍ଥ ଏଣ୍ଡ କଲଚରାଲ ଆଚିଭମେଣ୍ଟ। ଗ୍ଲୋରି ଗୌରବ ଧନ ସମ୍ପତ୍ତି ଏବଂ ସାଂସ୍କୃତିକ ସଫଳତା ପାଇଁ ସେ ପ୍ରସିଦ୍ଧି ଲାଭ କରିଥିଲେ। କିଏ? ବିଜୟନଗର
emperor. Among its many illustrious rulers, Krishnadeva Roy ruled 1509 to 29 C. ତାହେଲେ କ'ଣ ହେଇଥିଲା ଯେ ଏହାର ଅନେକ ପ୍ରସିଦ୍ଧ ଶାସକମାନଙ୍କ ମଧ୍ୟରୁ ଇଲୁଷ୍ଟ୍ରେଟେଡ୍ କ'ଣ କହିଲେ କ'ଣ ରେସ୍ପେକ୍ଟେଡ୍ ଆଣ୍ଡ ଫେମସ୍ ଅଧିକ ପ୍ରସିଦ୍ଧ ହେଲା ସେଇ ଶାସକମାନଙ୍କ ଭିତରୁ ରାଜା ଯେଉଁ ଆମର କୃଷ୍ଣଦେବ ରୟ ତାଙ୍କର ଶାସନ କାଳ କେତେ ଥିଲା 1509 ରୁ 29 ସେଞ୍ଚୁରୀ। ସେ କେମିତିକା ରୁଲର ଥିଲେ ଯେ ବୁଦ୍ଧିମାନ ଥିଲେ ଶାସକ ସେ ଶାସନ କରୁଥିଲେ। ହିଜ୍ ରିଜିନ୍ ଇଜ୍ ଅଫେନ୍ ଫେରୋଡ୍ ଟୁ ଆଜ୍ ଏ ଗୋଲ୍ଡେନ୍ ଏରା ଅଫ୍ ଦ ବିଜୟନଗର। ତାହେଲେ କ'ଣ ଥିଲା ତାଙ୍କର ଶାସନ କାଳକୁ ବିଜୟନଗର ସାମ୍ରାଜ୍ୟର ସୁବର୍ଣ୍ଣ ଯୁଗ ବୋଲି କୁହାଯାଉଥିଲା। ଯୁଗ ଥିଲା ତ ଗୋଲ୍ଡେନ୍ ଏରା କହିଲେ ଯୁଗ। ତାହେଲେ ଅଫ୍ ଦ ବିଜୟନଗର ଏମ୍ପରର ଏ ଟାଇମ୍ ହ୍ୱେନ୍ ଆର୍ଟ ଇଲୁଷ୍ଟ୍ରେଟେଡ୍ ଆଉ ସେଇ ଟାଇମ୍ ସମୟରେ ଯେତେବେଳେ କି ଶାସନ କରୁଥିଲେ ସେଇ ଶାସନ ସମୟରେ ତାଙ୍କର ଯେଉଁ ଆର୍ଟ କଳା ଲିଟରେଚର ସାହିତ୍ୟ ଏବଂ ଆର୍କିଟେକ୍ଚର ଯେଉଁଟାକି ତାଙ୍କର ସ୍ଥାପତ୍ୟ କଳା କେମିତି ଥିଲା ଫରିଷ୍ଟ କହିପାରିବା। ଫରିଷ୍ଟ କହିଲେ ଏତଳେ ଲେଖିଦେଉଛି ଫରିଷ୍ଟ ଯେଉଁଟାକି ଆମେ କହିପାରିବା ଫଳି ଫୁଲି ଉଠିବା ହେଲା ଫଳି ଫୁଲି ଉଠିବା ବା ସେଇ ସମୟରେ ଏଇ ଯେଉଁ ତାଙ୍କର ଆର୍ଟ ଲିଟରେଚର ଆର୍କିଟେକ୍ଚର କଳା ଆଉ ତାଙ୍କର ଯେଉଁ ସାହିତ୍ୟ ସ୍ଥାପତ୍ୟ ସବୁ ଭରିକି ରହୁଥିଲା ହେଲା ତାହା ଉତ୍ଫୁଲ୍ଲିତ ହେଇ ଉଠୁଥିଲା ସବୁଥିରେ ସେ ବିଜୟ ହେଇପାରୁଥିଲେ। ଏ ଗ୍ରେଟ୍ ପାଟ୍ରନ୍ ସପୋର୍ଟର କହିଲେ କ'ଣ ଏଠି ପ୍ରୋତ୍ସାହକ ସପୋର୍ଟର କହିଲେ କ'ଣ ପ୍ରୋତ୍ସାହକ ପାଟ୍ରନ୍ ବା ଆମେ କହିପାରୁଛୁ ସପୋର୍ଟର ଯିଏକି ପ୍ରୋତ୍ସାହକ ବା ସମର୍ଥକ ପାଟ୍ରନ୍ ଅଫ୍ ଲର୍ଣ୍ଣିଂ କୃଷ୍ଣଦେବ ରୟ ୱାଜ୍ ନଟ୍ ଓନ୍ଲି ଆନ୍ ଇମିନେଣ୍ଟ ସେ କେବଳ ଯେ ଇମିନେଣ୍ଟ ନଥିଲେ କେବଳ ଯେ ସେ ଫେମସ୍ ହେଇକି ନଥିଲେ ପ୍ରସିଦ୍ଧି ଲାଭ କରିନଥିଲେ ସଚ୍ ଆଜ୍ ଇପିକ୍ ଅମୁକ୍ତ ମାଲ୍ୟଦା ୱାଜ୍ ନଟ୍ ଓନ୍ଲି ଏମିନେଣ୍ଟ ଓରିୟର ବଟ୍ ଅଲସୋ ଏ ଗିଫ୍ଟେଡ୍ ପୋଏଟ୍ ସେ କେବଳ ଯେ ଜଣେ ପ୍ରସିଦ୍ଧ ଯୋଦ୍ଧା ନୁହେଁ ବରଂ ସେ ଜଣେ ଥିଲେ ପ୍ରଭାବଶାଳୀ କବି ମଧ୍ୟ ଥିଲେ ଗିଫ୍ଟେଡ୍ ପୋଏଟ୍ ହେଲା। ହିଜ୍ ୱାର୍କସ୍ ସଚ୍ ଆଜ୍ ଦ ଇପିକ୍ ଅମୁକ୍ତ ମାଲ୍ୟଦା ଆଉ ତାଙ୍କର ଗୋଟେ ପ୍ରତିଭାଶାଳୀ ବା କୃତି ତାଙ୍କର କ'ଣ ଥିଲା ତାଙ୍କର ଗୋଟେ ମହାକାବ୍ୟ ଥିଲା ଇପିକ୍ ହେଲା ଇପିକ୍ ମହାକାବ୍ୟ କ'ଣ ମହାକାବ୍ୟ ଥିଲା ଅମୁକ୍ତ ମାଲ୍ୟଦା ଓ ଆଉ କ'ଣ ଥିଲା ଏଣ୍ଡ ଦ ସାଂସ୍କ୍ରିଟ ଡ୍ରାମା ଜାମ୍ବବତୀ ପରିଣୟ ତାଙ୍କର ଗୋଟେ ସଂସ୍କୃତ ନାଟକ ଥିଲା ଜାମ୍ବବତୀ ପରିଣୟ ତାହା ମଧ୍ୟ କ'ଣ ହେଉଛି ଆର୍ ଆକ୍ଲେମାଇଡ୍ ଇଭେଣ୍ଟ ଟୁଡେ ବର୍ତ୍ତମାନ ମଧ୍ୟ ତାହା ପ୍ରଶଂସିତ ଆକ୍ଲେମାଇଡ୍ କହିଲେ କ'ଣ ପ୍ରାଇଜ୍ କହିଲେ କ'ଣ ପ୍ରଶଂସା ହେଲା ପ୍ରଶଂସା। ତାହେଲେ ଆଜି ପିଲାମାନେ ଏତିକି ପଢ଼ିଥିବା ନେକ୍ସଟ ଦେଖିବା ଆଉ କ'ଣ ଅଛି ନେକ୍ସଟ ଭିଡ଼ିଓରେ ଦେଖିବା ହେଲା। ତ ଏଇ ଭିଡ଼ିଓକୁ ସେୟାର କର ସମସ୍ତଙ୍କ ପାଖକୁ ତୁମର ନୂଆ ବହି ଆସିଛି ସମସ୍ତେ ପଢ଼ନ୍ତୁ ମନେ ରଖନ୍ତୁ ଜାଣନ୍ତୁ।